ପଲ୍ଲୀଶ୍ରୀ ମେଳା ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି ରାଉରକେଲାରେ। ରାଜ୍ୟସ୍ତରୀୟ ହସ୍ତଶିଳ୍ପ ଓ ପଲ୍ଲୀଶ୍ରୀ ମେଳା ଗାଁ ଜିନିଷ ବିକ୍ରି ହେଉଛି ଏହାର ସ୍ୱତନ୍ତ୍ର ଆକର୍ଷଣ। ଏହି ମେଳା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଓ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା ମେଳାର ଉଦ୍ଘାଟନ କରିବା ସହିତ ମେଳାର ବିଭିନ୍ନ ଷ୍ଟଲ୍ ବୁଲି ଦେଖିଛନ୍ତି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କି ଏହିପରି ହସ୍ତତନ୍ତ ମେଳା ପ୍ରଦର୍ଶନରେ ଉପାନ୍ତ ଅଞ୍ଚଳର କାରିଗରମାନଙ୍କ କଳା ପ୍ରଚାର କରିବାରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ। ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଗାଁ ଗାଁ ଅଞ୍ଚଳରେ ମହିଳାମାନଙ୍କୁ ମଜବୁତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ରଘୁନାଥପାଲି ବିଧାୟକ ଦୁର୍ଗା ତନ୍ତୀ ଗାଁ ଜିନିଷ ଆଣି ସହରରେ ବିକ୍ରି କରିବା ଦ୍ୱାରା ସହର ଲୋକ ଗାଁ ଜିନିଷ ପାଇପାରୁଛନ୍ତି ଓ ଗ୍ରାମୀଣ ଲୋକ ଆର୍ଥିକ ସ୍ୱାବଲମ୍ବୀ ହୋଇପାରୁଛନ୍ତି। ଏହିପରି ଭାବରେ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ ବୋଲି ସେ କହିଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ମହାଜନ ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ସୁରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, ଏଡିଏମ୍ ତଥା ଆର୍ଏମ୍ସି କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣୀ, ଅତିରିକ୍ତ ଜିଲ୍ଲାପାଳ ସୁନ୍ଦରଗଡ଼ ରବିନାରାୟଣ ସାହୁ, ପାନପୋଷ ସବ୍ କଲେକ୍ଟର ଶ୍ରୀ ବିଜୟ ନାୟକ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁନ୍ଦରଗଡ଼ ନନ୍ଦିନୀ ମୁଣ୍ଡାରୀ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ରାଉରକେଲା ଡିଆଇପିଆର୍ଓ ସୀମା ଫାତିମା ଏକା ଉପସ୍ଥିତ ଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ନୃତ୍ୟ ମଲ୍ହାର ପକ୍ଷରୁ ଓଡ଼ିଶୀ ନୃତ୍ୟ, ଶାନ୍ତି ପକ୍ଷରୁ କ୍ଲାସିକାଲ ଫ୍ୟୁଜନ୍, ପାୟଲ ଡ୍ୟାନ୍ସ ଏକାଡେମୀ କଥକ ଓ ବିହୁ, ମ୍ୟୁଜିକ୍ ସର୍କଲ ରଜପର୍ବ ଡ୍ୟାନ୍ସ ଡ୍ରାମା, ନୃତ୍ୟ ଶାନ୍ତି ପକ୍ଷରୁ ଶିବ ତାଣ୍ଡବ ପ୍ରଦର୍ଶନ କରାଯାଇଥିଲା। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।